जय श्री राम जय जगन्नाथ। ମୁଁ ସନ୍ତୋଷୀ ଦେବ, ଯାହାକି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ହାଣ୍ଡିମୁହାଁ ଯିବି। ମୁଁ ତ ଯିବି ମୋର ମତଦାନ ଦେବି ନିଶ୍ଚିନ୍ତ ଭାବରେ। ମୁଁ କାହାର ପ୍ରେସରରେ ନୁହଁ କି କାହାଠାରୁ ପଇସା ନେଇକରି ନୁହଁ। ମତେ ଯୋଉଟା ଠିକ ଲାଗିଲା ମୁଁ ସେଇଟା ଦେବି। ଶଙ୍ଖ କହୁଛି ମୋ ଜାଗାରେ ଦୁଇଥର ଭୋଟ ଦିଅନ୍ତୁ। ଫୁଲ କହୁଛି ମୋ ଜାଗାରେ ଦୁଇଥର ଭୋଟ ଦିଅନ୍ତୁ। ହାତ କହୁଛି ମୋ ଜାଗାରେ ଦୁଇଥର ଭୋଟ ଦିଅନ୍ତୁ। ତ କାହାକୁ ଭୋଟ ଦେବା ସେଇଟା ଆମ ମାନଙ୍କର ଡିସାଇଡ୍। ଆମେ ମାନେ ଚିନ୍ତା କରିବା ଆମର ମତଦାନ ଆମେ ସମସ୍ତେ ଦେବା। ଦୁନିଆରେ ସମସ୍ତେ କହୁଛନ୍ତି ତାମିଲ ହଟାଅ ଓଡିଶା ବଞ୍ଚାଅ। ତାହେଲେ କଣ ସତରେ ଏ ବର୍ଷ ତାମିଲ ହଟିବ? ଅପେକ୍ଷା କରିବା ସେଇ ଦିନ ସେଇ ତାରିଖ କଣ ହଉଛି, ଏବଂ ଯିଏ ରାଜା ହେବା କଥା ସେ ରାଜା ହଉଛି। ଆମେ ଖାଲି ବାଡିଆ ପିଟା ହେଇକିରି ଲଢେଇ ଲାଗୁଛେ, କିଛି ନୁହଁ। ତେଣୁ ଇଲେକ୍ସନ 5 ବର୍ଷରେ ଥରଟେ ଆସୁଛି। ତ ସେଇ ସମୟକୁ ଦେଖିକିରି ଆପଣ ମାନେ ଭୋଟ ଦିଅନ୍ତୁ। ଓଡିଶାରେ କଣ ଅଛି କଣ ନାହିଁ, 25 ବର୍ଷର ଶାସନ ପରେ ମଧ୍ୟ ଆଜି କଣ ହେଇଛି କଣ ନାହିଁ ସେଇଟା ଆପଣ ମାନେ ବିଚାର କରିବେ। ଆମ ଓଡିଶାରେ ବିଶେଷ କରି ବହୁତ ମହିଳା ମା ମାନେ ଆଗକୁ ଆସିଛନ୍ତି, ଆଗ କ୍ଷେତ୍ରକୁ ଆସିଛନ୍ତି, ଯାହାଫଳରେ କି ସମସ୍ତେ କହୁଛନ୍ତି ଆମର ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିଲେ। ତେଣୁ ସେ ସାରଙ୍କୁ ମଧ୍ୟ ମୋର କୋଟି କୋଟି ଦଣ୍ଡବତ। 25 ବର୍ଷର ଶାସନ, 25 ବର୍ଷ ଭିତରେ ଆଜ୍ଞା ଥରଟେ କେବେ ଯାଇଛନ୍ତି ଗାଁ ଗହଳିକୁ? ଗାଁ ଗହଳିକୁ ଥରେ, ଗାଉଁଲି ଜାଗାକୁ ଥରେ ଯାଇକି ବୁଲି ଆସନ୍ତୁ। ଆପଣ ତ ଯୁଆଡେ ଗଲେ ଫ୍ଲାଇଟରେ ଗଲେ, ଫ୍ଲାଇଟରେ ଆସିଲେ, ଏବଂ ଆଗରେ 10ଟା ଗାଡି ପଛରେ 10ଟା ଗାଡି, ଆପଣ ମଝିରେ ଗଲେ, ଆପଣ କେମିତି ବୁଝିବେ ଗାଁ ଗହଳିର କଥା? ସହରରେ ରହିଲେ ଆଉ ଗାଁର ବହୁତ କିଛି ପାତର ରହିଥାଏ। ତେଣୁ ଜନତାଙ୍କ ହାତରେ ଭୋଟ, ଜନତା ଯାହା କରିବେ, ଆମ ହାତରେ କିଛି ନୁହେଁ। ତେଣୁ ଆମେ ମାନେ ସମସ୍ତେ ଏକଜୁଟ ହେବା। 25 ବର୍ଷ ଭିତରେ ଶାସନର ନୂଆ ସରକାର ନିହାତି ହେବା ଆବଶ୍ୟକତା କି ନାହିଁ ସେଇଟା ଆପଣ ମାନେ ମତଦାନ ଦେବେ। କିନ୍ତୁ କିନ୍ତୁର ଗୋଟେ କେଉଁ ଅଛି, ଯେ ପର୍ଯ୍ୟନ୍ତ ଆମର ସରକାର ଅଛନ୍ତି ନବୀନ ବାବୁ, ପୁନର୍ବାର ବି ନିଶ୍ଚିନ୍ତ ଭାବରେ ସିଏ ହିଁ ଆସିବେ। ଏଟା ମୁଁ କହୁନି, ସମସ୍ତେ କହୁଛନ୍ତି। ଓଡିଶାର ଶାସନ ଆମ ହାତରେ। ରହିଲି। ଜୟ ହିନ୍ଦ, ଜୟ ଜଗନ୍ନାଥ।